ଆପଣ ଜାଣିଛନ୍ତି କି ଯେ ପ୍ରଭୁ ଗଣେଶଙ୍କ ବିସର୍ଜନ କାହିଁକି କରାଯାଏ? ଭଗବାନ ବେଦବ୍ୟାସ ଗଣେଶ ଚତୁର୍ଦ୍ଦଶୀରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ମହାଭାରତ କଥା ଶୁଣାଇଥିଲେ। ପ୍ରଭୁ ଗଣେଶ ବିଘ୍ନକର୍ତ୍ତା ସେ ମହାଭାରତର କଥା ଲେଖୁଥିଲେ, ବେଦବ୍ୟାସ କହୁଥିଲେ। ଏମିତି 10 ଦିନ ବିତିଗଲା। ଭଗବାନ ବେଦବ୍ୟାସ ଆଖି ବନ୍ଦ କରି କହୁଥାନ୍ତି, ପ୍ରଭୁ ଗଣେଶ ଲେଖୁଥାନ୍ତି। ଏମିତି 10 ଦିନ ବିତିଲା ପରେ ଭଗବାନ ବେଦବ୍ୟାସ ଆଖି ଖୋଲି ଦେଖିଲେ ଯେ ପ୍ରଭୁ ଗଣେଶଙ୍କ ଦେହ ଗରମ ହୋଇଯାଇଛି। ଆଉ ଦେଖି ସାରିଲା ପରେ ପ୍ରଭୁ ଗଣେଶଙ୍କୁ ଭଗବାନ ବେଦବ୍ୟାସ ସମୁଦ୍ରରେ ସ୍ନାନ କରାଇଥିଲେ ଦେହ ଥଣ୍ଡା ହେବା ପାଇଁ। ଏହା ମାନ୍ୟତା ଅଛି ଯେ ପ୍ରଭୁ ଶ୍ରୀ ଗଣେଶ ବିଘ୍ନକର୍ତ୍ତା, ତାଙ୍କୁ ସ୍ନାନ ବା ବିସର୍ଜନ କଲେ ଆମ ଦୁଃଖ କଷ୍ଟ ସବୁ ହରି ନେଇଥାନ୍ତି। ଏଥି କାରଣରୁ ଆମେ ପ୍ରଭୁ ଶ୍ରୀ ଗଣେଶଙ୍କର ବିସର୍ଜନ କରନ୍ତି। ସମସ୍ତଙ୍କୁ ନମସ୍କାର। ମୁଁ ବିଭୀଷଣ ରହୁଛି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀ ଗଣେଶ, ଜୟ ଶ୍ରୀ ରାମ।